ନିଜେ ଲୁଗା ଚିରି ଦେଇକି କହୁଛନ୍ତି ମୁଁ ଚିରିଦେଲି, ସେ ଚିରିଦେଲା। ତମେ ଇଆଡ଼େ କହୁଛ, ଦେଖ କଥା ଡିଫର କରୁଛି ସମସ୍ତଙ୍କର। ସେ ଲୋକର ଡିଫର କରୁଛି, ତାଙ୍କର ରିଲେସନଙ୍କର ଡିଫର କରୁଛି, ଦି ଝିଅଙ୍କର ଡିଫର କରୁଛି। କହୁଛି ମୁଁ ସେନ୍ସଲେସ୍ ହେଇଗଲି, ମୁଁ ଜାଣିନି ସେ କେତେବେଳେ ମରିଲା। ତାକୁ ମାରି ନାହାନ୍ତି ପବ୍ଲିକ, ସେ ବଞ୍ଚିଥିଲା। ତାପରେ ଯଦି ବଞ୍ଚିଥିଲା ସବୁ ଜାଣିଥିଲୁ, ଇଏ କରିଥିଲୁ, ତୁ ତ ସେନ୍ସଲେସ୍ ହେଇଥିଲୁ, ତୋତେ ଲୁଗା କେତେବେଳେ ଚିରିଲେ? ତାର ଗୋଟେ ଟିଭିରେ କହୁଛି ମୋ ଲୁଗା ଏମିତି ଚିରିଦେଲେ, ମୋ ମୁହଁର ଏମିତି କପଡ଼ା ଚିରିଦେଲେ। ଯଦି ଚିରିଦେଲେ ତୁ ଆଉ ଟିକେ ତ ଚିରି ଦେଉଛୁ, ଲୋକ ଲେଖୁଛନ୍ତି ତୁ ତ ଆଉ ଟିକେ ଚିରି ଦେଉଛି ଟିଭି ମିଡ଼ିଆରେ, ଆଉ ଥରେ ନିଜେ ଚିରି ଦେଉଛି। ଯଦି ସେତେବେଳେ ତ ସୌମ୍ୟ ମରି ନଥିଲା, ତମେ ସେ ଲୁଗାକୁ ନେଇକିନି ଥାନାରେ ଦେଲନି। ଯୋଉ ହଁ ଶୁଣନ୍ତୁ, ମୁଁ ଡେ 1 ରୁ କହିଲିଣି, ସେ ସିନା ମରିଗଲା, କେସ୍ଟା ହେଇପାରେ, ଆଉ ହବନି, ସେ ଚାଲିଗଲାଣି, ଏଇ କେସ୍ଟା ହେଇପାରିବନି, ରେପ୍ କେସ୍ଟା। କିନ୍ତୁ ଆଟେମ୍ପ୍ଟ ଟୁ ରେପ୍ ଯୋଉ କେସ୍ ସେମାନେ ଦେଇଛନ୍ତି। କିନ୍ତୁ ଯଦି ସେ କହୁଛି, ଆଲିଗେସନ ହେଉଛି ଆଟେମ୍ପ୍ଟ ଟୁ ରେପ୍, ଝିଅ କହୁନି। ମୁଁ ଶୁଣିନି ଝିଅ କହିବା ଆଟେମ୍ପ୍ଟ ଟୁ ରେପ୍। ସେ କହୁଛି ମୋତେ ଚପଲରେ ବାଡ଼େଇଲା, ମୋ ଲୁଗା ମୁଖାରେ ଯୋଉଟା ପିନ୍ଧିଥିଲି ଓନିଟା ଚିରିଲା, ଡ୍ରେସ୍ ଚିରିଲା। ପୁଣି କହୁଛି ମୁଁ ସେନ୍ସଲେସ୍ ହେଇଗଲି। କେତେବେଳେ କ'ଣ କହୁଛି ମୁଁ କାହିଁ ଜାଣିପାରୁନି।